ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜିର ମୂଳ ଲକ୍ଷ୍ୟ ହେଉଛି ମାନେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖିକି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନାର ବିଶ୍ଳେଷଣ କରିବା, ବିଶେଷ କରି ଓଡ଼ିଶାରେ ଯେଉଁମାନେ OSSC CGL 2025, RI, ARI, AMI କିମ୍ବା ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆମେ ଆଜି କରିବାକୁ ଯାଉଛୁ। ହଁ, ଆଉ ଗୋଟେ କଥା, କେବଳ ତଥ୍ୟ ମନେ ରଖିବାଟା ଯଥେଷ୍ଟ ନୁହେଁ। ପ୍ରଶ୍ନର ପୃଷ୍ଠଭୂମିକୁ ଟିକେ ବୁଝିଲେ ତାହା ବହୁତ ଦିନ ଧରି ସ୍ମୃତିରେ ରହିଥାଏ। ଏକଦମ ଠିକ୍ କଥା। ଆଉ ଏହା ମେନ୍ସ ପରୀକ୍ଷାରେ ଉତ୍ତର ଲେଖିବାରେ ମଧ୍ୟ ବହୁତ ସାହାଯ୍ୟ କରେ। କାରଣ କୌଣସି ବି କରେଣ୍ଟ ଆଫେୟାର୍ସ ଖାଲି ଗୋଟେ ଘଟଣା ନୁହେଁ, ତା ପଛରେ ଏକ ବଡ଼ ଆର୍ଥିକ କିମ୍ବା ପ୍ରଶାସନିକ ଚିନ୍ତାଧାରା ଥାଏ। ଆଜି ଆମେ ସେହି ସବୁକୁ ଖୋଲିକରି ଦେଖିବା। ବିଲକୁଲ। ତେବେ ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ପ୍ରଶ୍ନରୁ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ଖବର ଉପରେ ଆଧାରିତ। Which states' judicial officers have been deployed by the Supreme Court to clear 50 lakh voter discrepancy cases in West Bengal Special Intensive Revision of Electoral Rolls? ସହଜ ଓଡ଼ିଆରେ କହିଲେ, ପଶ୍ଚିମବଙ୍ଗର ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ସୁପ୍ରିମକୋର୍ଟ କେଉଁ ରାଜ୍ୟଗୁଡ଼ିକର ବିଚାରପତିମାନଙ୍କୁ ନିଯୁକ୍ତ କରିଛନ୍ତି? ଅପସନ୍ଗୁଡ଼ିକ ହେଲା ଓଡ଼ିଶା ଆଣ୍ଡ ବିହାର, ଝାଡ଼ଖଣ୍ଡ ଆଣ୍ଡ ଆସାମ, ଓଡ଼ିଶା ଆଣ୍ଡ ଝାଡ଼ଖଣ୍ଡ, ବିହାର ଆଣ୍ଡ ଛତିଶଗଡ଼। ଏହାର ସଠିକ୍ ଉତ୍ତର ହେଉଛି ଓଡ଼ିଶା ଆଣ୍ଡ ଝାଡ଼ଖଣ୍ଡ। ମାନେ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସମସ୍ୟାର ବିଶାଳତା। ପଶ୍ଚିମବଙ୍ଗରେ ଏବେ ଏକ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଚାଲିଛି, ଆଉ ସେଠି ପ୍ରାୟ 50 ଲକ୍ଷ ତ୍ରୁଟିପୂର୍ଣ୍ଣ ଭୋଟର ମାମଲା ପଡ଼ି ରହିଛି। ବାପରେ, 50 ଲକ୍ଷ! ହଁ, ଖାଲି ଗୋଟିଏ ହାଇକୋର୍ଟ ପାଇଁ ଏତେ କମ୍ ସମୟ ଭିତରେ ଏହାର ସମାଧାନ କରିବା ଅସମ୍ଭବ। ତେଣୁ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ରଖିବା ପାଇଁ ସୁପ୍ରିମକୋର୍ଟ ପଡ଼ୋଶୀ ଓଡ଼ିଶା ଏବଂ ଝାଡ଼ଖଣ୍ଡରୁ ନ୍ୟାୟିକ ଅଧିକାରୀମାନଙ୍କୁ କଲିକତା ହାଇକୋର୍ଟଙ୍କ ସହାୟତା ପାଇଁ ପଠାଇଛନ୍ତି। ଏହା ସତରେ ନ୍ୟାୟପାଳିକାର ସକ୍ରିୟତାର ଗୋଟେ ବଡ଼ ଉଦାହରଣ। ଆଚ୍ଛା, ଏବେ ପ୍ରଶାସନିକ ସ୍ତରରୁ ଟିକେ ଇତିହାସ ଆଡ଼କୁ ଯିବା। ଆମର ଦ୍ୱିତୀୟ ପ୍ରଶ୍ନ, For whose birth centenary has Dharmendra Pradhan sought a grand national tribute and youth conference in New Delhi? କାହାର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଏକ ଜାତୀୟ ଯୁବ ସମ୍ମିଳନୀ ପାଇଁ ଅନୁରୋଧ କରିଛନ୍ତି? ଅପସନ୍ସଗୁଡ଼ିକ ହେଲା ବୀର ସୁରେନ୍ଦ୍ର ସାଇ, ବାଜି ରାଉତ, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା। ଏହାର ଉତ୍ତର ହେଉଛି ବାଜି ରାଉତ। ଆମେ ସମସ୍ତେ ଜାଣିଛୁ, ମାତ୍ର 12 ବର୍ଷ ବୟସରେ ବ୍ରିଟିଶ ଗୁଳିର ଶିକାର ହୋଇଥିବା ବାଜି ରାଉତ କେବଳ ଓଡ଼ିଶାର ନୁହନ୍ତି, ସମଗ୍ର ଦେଶର ସର୍ବକନିଷ୍ଠ ଶହୀଦ। ଆଉ ତାଙ୍କର ଏବେ 100ତମ ଜନ୍ମବାର୍ଷିକୀ ପାଳନ ହେବାକୁ ଯାଉଛି। ହଁ, ଆଉ ଏହାକୁ ଜାତୀୟ ସ୍ତରରେ ପାଳନ କରିବା ବହୁତ ଜରୁରୀ। ଏକଦମ। ସେଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛନ୍ତି, ଯେପରି ସାରା ଦେଶର ଯୁବପିଢ଼ି ଓଡ଼ିଶାର ଏହି ବୀର ବାଳକର ବଳିଦାନ ବିଷୟରେ ଜାଣିପାରିବେ। ଇତିହାସକୁ ଜୀବନ୍ତ ରଖିବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ। ବର୍ତ୍ତମାନ ପୁଣି ଫେରିଆସିବା ସାମ୍ପ୍ରତିକ ଉନ୍ନୟନମୂଳକ ନୀତି ଆଡ଼କୁ। ଆଜ୍ଞା। ତୃତୀୟ ପ୍ରଶ୍ନଟି ଆନ୍ତର୍ଜାତୀୟ ସ୍ତରର ଜଣେ ବିଶେଷଜ୍ଞଙ୍କ ଗସ୍ତ ଉପରେ। Which Nobel laureate in economics recently met Odisha Chief Secretary Anu Garg to discuss development and evidence-based governance? ନିକଟରେ କେଉଁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଭେଟିଛନ୍ତି? ଅପସନ୍ସ ଅଭିଜିତ ବାନାର୍ଜୀ, ଅମର୍ତ୍ୟ ସେନ, ମାଇକେଲ କ୍ରେମର, ଏଷ୍ଟର ଡୁଫ୍ଲୋ। ଉତ୍ତର ହେଉଛି ମାଇକେଲ କ୍ରେମର। ସେ ବର୍ତ୍ତମାନ ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ଏଠାରେ ଏକ ଶବ୍ଦ ଅଛି, ଏଭିଡେନ୍ସ ବେସ୍ଡ ଗଭର୍ଣ୍ଣାନ୍ସ ବା ପ୍ରମାଣ ଭିତ୍ତିକ ଶାସନ। ମାନେ କୌଣସି ଯୋଜନା ସାରା ରାଜ୍ୟରେ ଲାଗୁ କରିବା ପୂର୍ବରୁ ତାର ଏକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯିବ ଯେ ତାହା କେତେ ଫଳପ୍ରଦ ହେଉଛି। ମାନେ ଖାଲି କାଗଜପତ୍ରରେ ନୁହେଁ, ଗ୍ରାଉଣ୍ଡ ରିଆଲିଟି ଚେକ୍ ହେବ। ହଁ, ଆଉ ମାଇକେଲ କ୍ରେମର ଓଡ଼ିଶାର ଏହି ପ୍ରଣାଳୀକୁ ବହୁତ ପ୍ରଶଂସା କରିବା ସହ ଭବିଷ୍ୟତରେ କିପରି ଅଧିକ ସହଯୋଗ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି। ଏହା ବହୁତ ସକାରାତ୍ମକ ଦିଗ। ଆଚ୍ଛା, ଏବେ ଚତୁର୍ଥ ପ୍ରଶ୍ନ, ପର୍ଯ୍ୟଟନ କ୍ଷେତ୍ରରୁ। What is the name of the portal launched by Odisha's Deputy Chief Minister Prabhati Parida to promote adventure tourism? ଦୁଃସାହସିକ ପର୍ଯ୍ୟଟନ ବା adventure tourismକୁ ବଢ଼ାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେଉଁ ପୋର୍ଟାଲ ଆରମ୍ଭ କରିଛନ୍ତି? ଅପସନ୍ଗୁଡ଼ିକ ଗୋ ଓଡ଼ିଶା, ଗୋ ଆଡଭେଞ୍ଚର, ଆଡଭେଞ୍ଚର ଓଡ଼ିଶା, ଏକ୍ସପ୍ଲୋର ଓଡ଼ିଶା। ସଠିକ୍ ଉତ୍ତରଟି ହେଉଛି ଗୋ ଆଡଭେଞ୍ଚର। ଦେଖନ୍ତୁ, ଓଡ଼ିଶା ମୁଖ୍ୟତଃ ମନ୍ଦିର ଏବଂ ଐତିହ୍ୟ ପାଇଁ ବେଶୀ ପରିଚିତ ଥିଲା, କିନ୍ତୁ ଏବେ ସରକାର ଟ୍ରେକିଂ,
କ୍ୟାମ୍ପିଂ ଏବଂ ୱାଟର ସ୍ପୋର୍ଟସ୍ ଉପରେ ଧ୍ୟାନ ଦେଉଛନ୍ତି। ଯାହା ଆଜିକାଲିର ଯୁବପିଢ଼ି ବହୁତ ପସନ୍ଦ କରୁଛନ୍ତି। ଠିକ୍ କହିଲେ। ଏହି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆଡଭେଞ୍ଚର ସଂସ୍ଥାଗୁଡ଼ିକ ଅତି ସହଜରେ ପଞ୍ଜୀକରଣ କରିପାରିବେ ଆଉ ଲାଇସେନ୍ସ ପାଇପାରିବେ। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ଆଡଭେଞ୍ଚର ହବ୍ କରିବା। ଯାହା ସିଧାସଳଖ ନିଯୁକ୍ତି ସହ ମଧ୍ୟ ଜଡ଼ିତ। ବର୍ତ୍ତମାନ ପଞ୍ଚମ ପ୍ରଶ୍ନକୁ ଆସିବା, ଯାହାକି ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ସମ୍ପର୍କିତ। The free HPV vaccination drive, starting February 2026 in Odisha, primarily targets which age group of girls in its first phase? ଓଡ଼ିଶାରେ ଆରମ୍ଭ ହେଉଥିବା ମାଗଣା HPV ଟିକାକରଣର ପ୍ରଥମ ପର୍ଯ୍ୟାୟ କେଉଁ ବୟସର ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ? ଅପସନ୍ଗୁଡ଼ିକ 9-10 ବର୍ଷ, 11-12 ବର୍ଷ, 13 ବର୍ଷର ଝିଅମାନଙ୍କ ପାଇଁ, 14 ବର୍ଷର ଝିଅମାନଙ୍କ ପାଇଁ। ୟାର ଉତ୍ତର ହେଉଛି 14 ବର୍ଷର ଝିଅମାନଙ୍କୁ। ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ ମୁଖ କର୍କଟ ରୋକିବା ପାଇଁ ଏହି ଟିକା ଦିଆଯାଏ, ଯାହା ଘରୋଇ ମେଡିକାଲରେ ବହୁତ ମହଙ୍ଗା। କିନ୍ତୁ ଏବେ ସରକାର ଏହାକୁ 378ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଦେବେ। ପ୍ରଥମ ପର୍ଯ୍ୟାୟରେ କେବଳ 14 ବର୍ଷର କିଶୋରୀମାନଙ୍କୁ ଟାର୍ଗେଟ କରାଯାଇଛି। ଏଭଳି ପ୍ରିଭେଣ୍ଟିଭ୍ ହେଲ୍ଥକେୟାର ଦୀର୍ଘମିଆଦୀ ସ୍ତରରେ ବହୁତ ଲାଭଦାୟକ ହେବ। ଆଚ୍ଛା, ସ୍ୱାସ୍ଥ୍ୟ ପରେ ଏବେ ଟିକେ ଶିକ୍ଷା ଏବଂ ଟେକ୍ନୋଲୋଜି ଆଡ଼କୁ ନଜର ପକାଇବା। ଷଷ୍ଠ ପ୍ରଶ୍ନଟି ହେଲା, ଟିଚର ଆପ୍ 2.0, launched by ଧର୍ମେନ୍ଦ୍ର ପ୍ରଧାନ, has been developed with support from which telecom company? ଟିଚର ଆପ୍ 2.0 କେଉଁ ଟେଲିକମ୍ କମ୍ପାନୀ ସହାୟତାରେ ବିକଶିତ ହୋଇଛି? ଅପସନ୍ସ ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ, ଭାରତୀ ଏୟାରଟେଲ୍, BSNL। ଉତ୍ତର ହେଉଛି ଭାରତୀ ଏୟାରଟେଲ୍। ଏୟାରଟେଲ୍ ନିଜର ବୈଷୟିକ ଜ୍ଞାନ ବ୍ୟବହାର କରି CK12 ଫାଉଣ୍ଡେସନ ସହ ମିଶି ଏହି ଆପ୍ ତିଆରି କରିଛି। ଏହାର ବିଶେଷତ୍ୱ ହେଉଛି ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ର ବ୍ୟବହାର କରାଯାଇଛି, ଯାହା ଶିକ୍ଷକମାନଙ୍କୁ ପିଲାଙ୍କ ବୌଦ୍ଧିକ ବିକାଶ ଅନୁଯାୟୀ କଣ୍ଟେଣ୍ଟ ଦେବାରେ ସାହାଯ୍ୟ କରିବ। ମାନେ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଲ ଆଉ ସ୍ମାର୍ଟ ହେବାକୁ ଯାଉଛି? ବିଲକୁଲ। ଏବେ ସପ୍ତମ ପ୍ରଶ୍ନ, ଏହା ଶିଳ୍ପ ଆଉ ମାନବ ସମ୍ବଳ ପ୍ରସଙ୍ଗରେ ଓଡ଼ିଶା ମାଇନିଂ କର୍ପୋରେସନ ରିସିଭଡ୍ ଦ ଗୋଲ୍ଡେନ ପିକକ୍ HR ଏକ୍ସେଲେନ୍ସ ଆୱାର୍ଡ ଇନ୍ ହ୍ୱିଚ୍ ସେକ୍ଟର? ଓଡ଼ିଶା ଖଣି ନିଗମ OMC କେଉଁ କ୍ଷେତ୍ରରେ ଗୋଲ୍ଡେନ ପିକକ୍ HR ଏକ୍ସେଲେନ୍ସ ଆୱାର୍ଡ ପାଇଛି? ଅପସନ୍ଗୁଡ଼ିକ ପାୱାର ଆଣ୍ଡ ଏନର୍ଜି, ମାଇନିଂ ଆଣ୍ଡ ମେଟାଲର୍ଜି, ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ କନଷ୍ଟ୍ରକ୍ସନ। ସଠିକ ଉତ୍ତର ହେଉଛି ମାଇନିଂ ଆଣ୍ଡ ମେଟାଲର୍ଜି। ମୁମ୍ବାଇରେ ଏକ କର୍ପୋରେଟ ସମ୍ମିଳନୀରେ OMCକୁ ଏହି ସମ୍ମାନ ମିଳିଛି। ଖଣି କ୍ଷେତ୍ର ଭଳି କଷ୍ଟକର ଜାଗାରେ କର୍ମଚାରୀଙ୍କ ସୁରକ୍ଷା ଏବଂ ଉନ୍ନତ ମାନବ ସମ୍ବଳ ପ୍ରଣାଳୀ ପାଇଁ ସେମାନେ ଏହି ପୁରସ୍କାର ପାଇଛନ୍ତି। ଗୋଟିଏ ସରକାରୀ ସଂସ୍ଥା ପାଇଁ ଏହା ବହୁତ ବଡ଼ ସଫଳତା। ଆଚ୍ଛା, ଆମେ ପୂର୍ବରୁ AI ବିଷୟରେ କଥା ହେଉଥିଲେ। ଆମର ଅଷ୍ଟମ ପ୍ରଶ୍ନ ଠିକ୍ ତାହା ଉପରେ ଆଧାରିତ। ଅଣ୍ଡର ଓଡ଼ିଶା's AI vision unveiled at the OKCL Network Meet 2026, how many panchayat level centers are planned by 2030? ଓଡ଼ିଶାର AI vision ଅନୁଯାୟୀ 2030 ସୁଦ୍ଧା କେତୋଟି ପଞ୍ଚାୟତ ସ୍ତରୀୟ କେନ୍ଦ୍ର ଖୋଲିବାକୁ ଯୋଜନା ଅଛି? ଅପସନ୍ସ 1000, 1500, 2000, 2500। ଉତ୍ତର ହେଉଛି 5000। ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏହି ଘୋଷଣା କରିଛନ୍ତି ଯେ ଏହି 2500 କେନ୍ଦ୍ର ମାଧ୍ୟମରେ ପ୍ରତିବର୍ଷ 5 ଲକ୍ଷ ଗ୍ରାମୀଣ ପିଲାଙ୍କୁ AI ଏବଂ ଡିଜିଟାଲ ଶିକ୍ଷା ଦିଆଯିବ। ଏହାଦ୍ୱାରା ସହର ଆଉ ଗାଁ ଭିତରେ ଥିବା ଡିଜିଟାଲ ଦୂରତା ବହୁତ ମାତ୍ରାରେ କମିଯିବ। ହଁ, ତାହା ହିଁ ମୂଳ ଲକ୍ଷ୍ୟ। ବର୍ତ୍ତମାନ ଆମେ ନବମ ପ୍ରଶ୍ନକୁ ଆସିବା, ଯାହାକି ଆବାସ ଯୋଜନାକୁ ନେଇ। ଇନ୍ ଦ PMAY ଅର୍ବାନ୍ ବନ୍ଧୁ ସ୍କିମ୍, how much state land is earmarked annually for affordable housing projects under the AHP vertical? PMAY ଅର୍ବାନ୍ ବନ୍ଧୁ ଯୋଜନାରେ affordable ଘର ପାଇଁ ବାର୍ଷିକ କେତେ ଜମି ସଂରକ୍ଷିତ ରଖାଯିବ? ଅପସନ୍ 10 acres, 25 acres, 50 acres, 100 acres। ଏହାର ଉତ୍ତର ହେଉଛି 50 ଏକର। ଏଠାରେ AHP ମାନେ ହେଉଛି ଅଫୋର୍ଡେବଲ୍ ହାଉସିଂ ଇନ୍ ପାର୍ଟନରସିପ୍। ସହରାଞ୍ଚଳରେ ଗରିବ ଲୋକଙ୍କ ପାଇଁ ଘର ତିଆରି କରିବାକୁ ସରକାର ନିଜ ଆଡୁ ପ୍ରତିବର୍ଷ 50 ଏକର ଜମି ଯୋଗାଇ ଦେବେ, ଯାହାଫଳରେ ଘରର ଦାମ ଯଥେଷ୍ଟ କମିଯିବ। ଏହା ସତରେ ଏକ ବାସ୍ତବବାଦୀ ପଦକ୍ଷେପ। ଆଚ୍ଛା, ଏହି ସବୁ ଯୋଜନା ପାଇଁ ପାଣ୍ଠି ଦରକାର। ତେଣୁ ଦଶମ ପ୍ରଶ୍ନ ସିଧାସଳଖ ବଜେଟ୍ ଉପରେ। What is the total size of Odisha's budget for 2026-27 as presented by CM Mohan Charan Majhi? ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ 2026-27 ଓଡ଼ିଶା ବଜେଟ୍ର ସର୍ବମୋଟ ପରିମାଣ କେତେ? ବିକଳ୍ପଗୁଡ଼ିକ ହେଲା
2.50 लाख करोड़, 2.80 लाख करोड़, 3.10 लाख करोड़, 3.50 लाख करोड़। ସଠିକ୍ ଉତ୍ତର ହେଉଛି 3,10,000 କୋଟି ଟଙ୍କା। 3,10,000 କୋଟି ଟଙ୍କାର ଏହି ବଜେଟ୍ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଞ୍ଜିଗତ ଖର୍ଚ୍ଚ ବା କ୍ୟାପିଟାଲ ଆଉଟଲେ ଉପରେ ଫୋକସ୍। ଏହା ସହ ଷ୍ଟେଟ୍ ଏଆଇ ମିଶନ ଆଉ ପର୍ଯ୍ୟଟନ ପାଇଁ ଅନେକ ନୂଆ ଯୋଜନା ଏଥିରେ ସାମିଲ ଅଛି। ବଜେଟ୍ର ପରିମାଣ ବଢ଼ିବା ସାଙ୍ଗରେ ରାଜ୍ୟର ଅଭିବୃଦ୍ଧି ମଧ୍ୟ ଜଡ଼ିତ। ଆମର 11ତମ ପ୍ରଶ୍ନ ତାହା ଉପରେ। What nominal GSTP growth rate has Odisha targeted for 2026-27 in its budget speech? 2026-37 ବଜେଟ୍ ଅନୁଯାୟୀ ଓଡ଼ିଶାର GSTP ଅଭିବୃଦ୍ଧି ହାର କେତେ ଲକ୍ଷ୍ୟ ରଖାଯାଇଛି? ଅପସନ୍ 8 8%, 10%, 11 କି 12%? ମିନାଲ ଜିଏସଡିପି କଥା କୁହାଯାଇଛି, ମାନେ ପ୍ରକୃତ ଉତ୍ପାଦନ ସହ ବଜାରର ମୁଦ୍ରାସ୍ଫୀତିକୁ ମିଶାଇଲେ ଯାହା ହୁଏ। 12% ଅଭିବୃଦ୍ଧି ହାର ରଖି ରାଜ୍ୟ ଅର୍ଥନୀତିକୁ ପ୍ରାୟ 11.07 ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ବିକଶିତ ଓଡ଼ିଶା 2036ର ଲକ୍ଷ୍ୟ ପୂରଣ କରିବାକୁ ଏହା ନିହାତି ଦରକାର। ଏବେ 12ତମ ପ୍ରଶ୍ନ, ଏକ ବ୍ୟକ୍ତିଗତ ଉତ୍କର୍ଷତା ଏବଂ ପୁରସ୍କାର ସମ୍ବନ୍ଧୀୟ। Which award was conferred on Dr. Smruti Ranjan Nayak in Bhubaneswar on February 2026? ଭୁବନେଶ୍ୱରରେ ଡକ୍ଟର ସ୍ମୃତି ରଞ୍ଜନ ନାୟକଙ୍କୁ ନିକଟରେ କେଉଁ ପୁରସ୍କାର ମିଳିଛି? ଅପସନ୍ କଳିଙ୍ଗ ରତ୍ନ, ରତ୍ନଶ୍ରୀ ଆୱାର୍ଡ, ଓଡ଼ିଶା ଗୌରବ ସମ୍ମାନ, ଭାରତୀୟ ଜ୍ୟୋତି ଆୱାର୍ଡ। ଏହାର ଉତ୍ତର ହେଉଛି ରତ୍ନଶ୍ରୀ ଆୱାର୍ଡ। ଏହାର କାରଣ ବହୁତ ଆକର୍ଷଣୀୟ। ଡକ୍ଟର ନାୟକ ଭଗବତ୍ ଗୀତାର ମୂଲ୍ୟବୋଧକୁ ନେଇ ଆଧୁନିକ ମ୍ୟାନେଜମେଣ୍ଟ ବା ପରିଚାଳନା କ୍ଷେତ୍ରରେ ତାର ପ୍ରୟୋଗ ଉପରେ ଗବେଷଣା କରିଛନ୍ତି, ସେଥିପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ପ୍ରାଚୀନ ଦର୍ଶନ ଓ ଆଧୁନିକ ପରିଚାଳନାର ଏକ ସୁନ୍ଦର ମିଶ୍ରଣ। ଏବେ ଆସନ୍ତୁ ଆମର 13ତମ ପ୍ରଶ୍ନକୁ ଯିବା, ଯାହା ଖଣିଜ ସମ୍ପଦକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛି। In which district of Odisha were 1,462.73 kilograms of new gold reserves recently reported? ଓଡ଼ିଶାର କେଉଁ ଜିଲ୍ଲାରେ ପ୍ରାୟ 1462 କିଲୋଗ୍ରାମର ସୁନା ଭଣ୍ଡାର ମିଳିଥିବା ନିକଟରେ ଜଣାପଡ଼ିଛି? ଅପସନ୍ କେଉଁଝର, ଦେଓଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ। ସଠିକ୍ ଉତ୍ତର ହେଉଛି ମୟୂରଭଞ୍ଜ। ଖଣିମନ୍ତ୍ରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଯେ ମୟୂରଭଞ୍ଜର ବାଙ୍ଗିରିକୋଶି ଅଞ୍ଚଳରେ ଏହି ବିପୁଳ ସୁନା ଭଣ୍ଡାର ମିଳିଛି, ଆଉ ତା ସହ ସେଠାରେ 17.06 ନିଉଟନ ତମ୍ବା ମଧ୍ୟ ରହିଛି। ସମ୍ପଦ ଦୃଷ୍ଟିରୁ ଏହା ଆମ ପାଇଁ ଏକ ଯୁଗାନ୍ତକାରୀ ଖବର। ଏବେ 14ତମ ପ୍ରଶ୍ନ ଆମର ଭାଷା ଏବଂ ଲିପି ଉପରେ। The centenary celebrations inaugurated by President Draupadi Murmu in New Delhi in February 2026 were related to which script? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ କେଉଁ ଲିପିର ଶତବାର୍ଷିକୀ ଉତ୍ସବ ଉଦ୍ଘାଟନ କରିଛନ୍ତି? ଅପସନ୍ ୱାରାଙ୍ଗସିତି, ଓଇ ଚିକି, ମେଇତି ମାୟେକ୍, ଲେପ୍ଚା। ଉତ୍ତରଟି ହେଉଛି ଓଲ୍ ଚିକି। ଆମେ ଜାଣିଛୁ 1925 ମସିହାରେ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷା ପାଇଁ ଏହି ଓଲ୍ ଚିକି ଲିପି ବାହାର କରିଥିଲେ। ଏବେ ତାର 100 ବର୍ଷ ପୂରଣ ହୋଇଛି, ଯାହା ଭାଷାଭିତ୍ତିକ ସଂସ୍କୃତିର ସୁରକ୍ଷା ଦିଗରେ ଏକ ବଡ଼ ମାଇଲ ଖୁଣ୍ଟ। ବହୁତ ଗର୍ବର କଥା। ବର୍ତ୍ତମାନ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ 15ତମ ପ୍ରଶ୍ନ। What is the main slogan of the Odisha Police poster campaign launched in the Gandhamardan region of Balangir to combat Maoism? ବଲାଙ୍ଗୀରର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ମାଓବାଦୀଙ୍କୁ ଦମନ କରିବା ପାଇଁ ଓଡ଼ିଶା ପୋଲିସର ପୋଷ୍ଟର ଅଭିଯାନର ମୁଖ୍ୟ ସ୍ଲୋଗାନ କ'ଣ? ଅପସନ୍ ହେଲା ସରେଣ୍ଡର ଟୁଡେ, ଲିଭ୍ ଟୁମରୋ, ପିସ୍ ଓଭର ଭାୟୋଲେନ୍ସ, କ୍ୟାଚ୍ ମାଓଇଷ୍ଟସ୍ ଗେଟ୍ ରିୱାର୍ଡେଡ୍, ଜଏନ୍ ଦ ମେନ୍ ଷ୍ଟ୍ରିମ୍, ଗେଟ୍ ସପୋର୍ଟ। ସଠିକ୍ ଉତ୍ତର ହେଉଛି କ୍ୟାଚ୍ ମାଓଇଷ୍ଟସ୍ ଗେଟ୍ ରିୱାର୍ଡେଡ୍। ପୋଲିସ ପ୍ରଶାସନ ଲୋକଙ୍କ ସହଭାଗିତା ବଢ଼ାଇବାକୁ ଏହି ପଦକ୍ଷେପ ନେଇଛି। ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତଙ୍କୁ ଫେରାଇ ଆଣିବା ସହ ସେମାନଙ୍କ ସୂଚନା ଦେଲେ ଆର୍ଥିକ ପୁରସ୍କାର ମିଳିବାର ବ୍ୟବସ୍ଥା ରହିଛି, ଯେମିତିକି ଜଣେ ଶୀର୍ଷ ନେତାଙ୍କ ସୂଚନା ପାଇଁ 65 ଲକ୍ଷ ଟଙ୍କା। ଏକଦମ ସଠିକ୍ ପରିଚାଳନା। 16ତମ ପ୍ରଶ୍ନ ହେଲା Which renowned Odia playback singer known for hits with Akshay Mohanty passed away on February 15, 2026? ଅକ୍ଷୟ ମହାନ୍ତିଙ୍କ ସହ ଅନେକ ଲୋକପ୍ରିୟ ଗୀତ ଗାଇଥିବା କେଉଁ ଓଡ଼ିଆ କଣ୍ଠଶିଳ୍ପୀଙ୍କର ନିକଟରେ ପରଲୋକ ଘଟିଛି? ଅପସନ୍ସ ଶ୍ୟାମାମଣି ଦେବୀ, ଗୀତା ପଟ୍ଟନାୟକ, ପ୍ରଣତି ମିଶ୍ର। ଏହାର ଉତ୍ତର ହେଉଛି ଗୀତା ପଟ୍ଟନାୟକ।
ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି, ଯାହା ଆମ ଓଡ଼ିଆ ସଙ୍ଗୀତ ଜଗତରେ ଏକ ବଡ଼ କ୍ଷତି। ପ୍ରାୟ 5 ଦଶନ୍ଧି ଧରି ସେ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ। ତାଙ୍କ ସ୍ୱର ଚିରକାଳ ଆମ ପାଖରେ ରହିବ। veteran leader Kanhucharan Lenka, who passed away in February 2026, belonged to which political party? ନିକଟରେ ଦେହାନ୍ତ ହୋଇଥିବା ବର୍ଷିଆ ନେତା କାହ୍ନୁଚରଣ ଲେଙ୍କା କେଉଁ ରାଜନୈତିକ ଦଳର ଥିଲେ? ଅପସନ୍ସ: ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, ଜନତା ଦଳ ସେକ୍ୟୁଲର, ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ। ଉତ୍ତର ହେଉଛି ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ। ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ଚୌଦ୍ୱାରରୁ 4 ଥର ବିଧାୟକ ହେବା ସହ କେନ୍ଦ୍ର ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପ୍ରଶ୍ନ 18ରୁ Which institute celebrated its 18th foundation day on February 13 with a focus on semiconductor and AI-driven innovation? ସଂକ୍ଷେପରେ କହିଲେ, କେଉଁ ଅନୁଷ୍ଠାନ ସେମିକଣ୍ଡକ୍ଟର ଏବଂ ଏଆଇ ଉପରେ ଧ୍ୟାନ ଦେଇ ନିଜର 18ତମ ପ୍ରତିଷ୍ଠା ଦିବସ ପାଳନ କଲା? ଅପସନ୍ଗୁଡ଼ିକ ହେଲା ଏନ୍ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ୍ ସମ୍ବଲପୁର। ଆଚ୍ଛା, ଏହାର ସଠିକ ଉତ୍ତର ହେଉଛି ଆଇଆଇଟି ଭୁବନେଶ୍ୱର। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେମାନେ କେବଳ ପାଳନ କରିନାହାନ୍ତି, ବରଂ 6M ବା 6M ହଁ, ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର। ଠିକ୍, ତାହା ସହ ନମୋ ସେମିକଣ୍ଡକ୍ଟର ଲ୍ୟାବ୍ ଆଉ ଏକ ନୂତନ ରିସର୍ଚ୍ଚ ଓ ଏଣ୍ଟରପ୍ରେନ୍ୟରସିପ୍ ପାର୍କ ଭଳି ପ୍ରକଳ୍ପ ଉପରେ ବହୁତ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ପାଇଁ ଏଇଟା ଏକ ବଡ଼ ଟେକ୍ନୋଲୋଜିକାଲ ଷ୍ଟେପ୍। ବହୁତ ବଡ଼ ଷ୍ଟେପ୍। ବର୍ତ୍ତମାନ ଆଗକୁ ବଢ଼ିବା ପ୍ରଶ୍ନ 19କୁ। Which municipal corporation in Odisha secured the top position in the state in FSSAI's E-Trade Challenge 2024-25? FSSAIର ଚ୍ୟାଲେଞ୍ଜ। ହଁ, ଓଡ଼ିଆରେ କହିଲେ FSSAIର E-Trade ଚ୍ୟାଲେଞ୍ଜରେ ଓଡ଼ିଶାର କେଉଁ ମ୍ୟୁନିସିପାଲ କର୍ପୋରେସନ ରାଜ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି? ବିକଳ୍ପଗୁଡ଼ିକ ହେଲା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ, କଟକ ମ୍ୟୁନିସିପାଲ କର୍ପୋରେସନ, ରୌରକେଲା ମ୍ୟୁନିସିପାଲ କର୍ପୋରେସନ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ। ଏହାର ଉତ୍ତର ହେଉଛି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ। ଦେଖନ୍ତୁ, ଏଇଟା ବହୁତ ଇଣ୍ଟରେଷ୍ଟିଂ, କାରଣ ଏହା ଜାତୀୟ ସ୍ତରରେ ଗତ ବର୍ଷର 83ତମ ସ୍ଥାନରୁ ସିଧା 27ତମ ସ୍ଥାନକୁ ଉନ୍ନୀତ ହୋଇଛି। ବାପ୍ରେ, ସିଧା 27କୁ? ହଁ, ଖାଦ୍ୟ ସୁରକ୍ଷାର 16ଟି ମାନଦଣ୍ଡ ପୂରଣ କରି ସେମାନେ 200ରୁ 174 ମାର୍କ ହାସଲ କରିଛନ୍ତି। ଏଥିରୁ ଜଣାପଡ଼ୁଛି ସ୍ଥାନୀୟ ପ୍ରଶାସନ କେତେ ଆକ୍ଟିଭ ଅଛି। ପ୍ରକୃତରେ ପ୍ରଶଂସନୀୟ। ଆଚ୍ଛା, ପରବର୍ତ୍ତୀ ପ୍ରଶ୍ନଟା କୃଷି ଓ ସମବାୟ ଉପରେ। ଅଣ୍ଡର ହ୍ୱାଇଟ୍ ରେଭଲ୍ୟୁସନ୍ 2.0, how many new dairy cooperative societies are planned to be established in Odisha by 2028-29? ମାନେ ହ୍ୱାଇଟ୍ ରେଭଲ୍ୟୁସନ୍ 2.0 ଅଧୀନରେ 2028-29 ସୁଦ୍ଧା ଓଡ଼ିଶାରେ କେତୋଟି ନୂଆ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ପାଇଁ ଯୋଜନା ରହିଛି? 4,000, 6,000, 8,547, 10,000? ଏହାର ସଠିକ ଉତ୍ତରଟା ହେଉଛି 8,547। ଆଉ ଏହି ସୂଚନା କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଦିଆଯାଇଛି। ମାନେ ଏହାଦ୍ୱାରା ଚାଷୀମାନଙ୍କର ସିଧାସଳଖର ଲାଭ ହେବ? ବିଲକୁଲ, କ୍ଷୀର ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନୂଆ ସମିତି ଗଠନ ସହ ଆଉ 1,140ଟି ପୁରୁଣା ସମିତିକୁ ମଧ୍ୟ ସୁଦୃଢ଼ କରାଯିବ। ଗ୍ରାମୀଣ ଅର୍ଥନୀତି ପାଇଁ ବହୁତ ଭଲ ପଦକ୍ଷେପ। ଏବେ ପୁଣି ସହର ଆଡ଼କୁ ଫେରିବା ପ୍ରଶ୍ନ 21ରେ Odisha's H&UD department signed an MOU with which organization to act as AI innovation partner for urban governance? ଅର୍ଥାତ୍ ସହରାଞ୍ଚଳ ଶାସନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ପାଇଁ ଓଡ଼ିଶାର ନଗର ଉନ୍ନୟନ ବିଭାଗ କେଉଁ ସଂସ୍ଥା ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି? ନୀତି ଆୟୋଗ, AR ରାୱତ ରିସର୍ଚ୍ଚ ଫାଉଣ୍ଡେସନ, IIT କାନପୁର, IISc ବେଙ୍ଗଲୁରୁ, NIC? ଏଠି ଉତ୍ତର ହେଉଛି AR ରାୱତ ରିସର୍ଚ୍ଚ ଫାଉଣ୍ଡେସନ, IIT କାନପୁର। ମୁଖ୍ୟ କଥା ହେଲା ସହରଗୁଡ଼ିକୁ କେମିତି ଅଧିକ ସ୍ମାର୍ଟ ଆଉ ନାଗରିକ କେନ୍ଦ୍ରିକ କରାଯାଇପାରିବ, ସେଥିପାଇଁ AIର ପ୍ରୟୋଗ ହେବ। ମାନେ ଟ୍ରାଫିକ୍ ବା ବର୍ଜ୍ୟବସ୍ତୁ ପରିଚାଳନା ଭଳି କାମରେ AI ସାହାଯ୍ୟ କରିବ? ହଁ, ଡାଟା ବ୍ୟବହାର କରି ଗଭର୍ନେନ୍ସକୁ ଆହୁରି ସହଜ କରାଯିବ। ଆଚ୍ଛା, ଏବେ ଏକ ସମ୍ବେଦନଶୀଳ ପ୍ରଶ୍ନ 22। According to the Odisha State Commission for Women's 2024-25 report, which city recorded the highest cases of crimes against women? ମହିଳା କମିଶନ ରିପୋର୍ଟ ଅନୁଯାୟୀ କେଉଁ ସହରରେ ମହିଳାଙ୍କ ପ୍ରତି ସର୍ବାଧିକ ଅପରାଧ ରେକର୍ଡ କରାଯାଇଛି? କଟକ, ଭୁବନେଶ୍ୱର,
ପୁରୀ, ରାଉରକେଲା। ଏହାର ସଠିକ୍ ଉତ୍ତର ହେଉଛି ଭୁବନେଶ୍ୱର। ରିପୋର୍ଟ ହିସାବରେ ଏଠାରେ ସର୍ବାଧିକ 298ଟି ମାମଲା ରୁଜୁ ହୋଇଛି। କିନ୍ତୁ ଏଥିରେ ଆଉ ଗୋଟେ ପଜିଟିଭ୍ ଦିଗ ବି ଅଛି। ସେଟା କ'ଣ? ରାଜ୍ୟସ୍ତରରେ ମୋଟ 2064 ମାମଲାରୁ 1879 ମାମଲାର ସମାଧାନ ହୋଇସାରିଛି, ଯାହାକି 91% ସଫଳତା ହାରକୁ ଦର୍ଶାଉଛି। 91%? ବହୁତ ବଡ଼ ନମ୍ବର। ମାନେ ପୁଲିସ ଏବଂ ପ୍ରଶାସନ ଆକ୍ଟିଭ୍ ଅଛନ୍ତି। ଯାଏ ହୋ, ବର୍ତ୍ତମାନ ପ୍ରଶ୍ନ 23କୁ ଯିବା। From 2022 to 2025-26, how much total central assistance has been released to Odisha under the revamped Rashtriya Gram Swaraj Abhiyan (RGSA)? RGSA ହଁ, ଆଉ GSA ଅଧୀନରେ ଓଡ଼ିଶାକୁ ସର୍ବମୋଟ କେତେ କେନ୍ଦ୍ରୀୟ ସହାୟତା ମିଳିଛି? ଅପସନ୍ଗୁଡ଼ିକ ହେଲା 80,000 କୋଟି ଟଙ୍କା, 95.90 କୋଟି ଟଙ୍କା, 112.23 କୋଟି ଟଙ୍କା, 150 କୋଟି ଟଙ୍କା। ଉତ୍ତର ହେଉଛି 112.23 କୋଟି ଟଙ୍କା। ଏହି ପାଣ୍ଠିଟା ମୁଖ୍ୟତଃ ରାଜ୍ୟର 6,794 ଗ୍ରାମ ପଞ୍ଚାୟତର ପ୍ରତିନିଧିମାନଙ୍କର ନେତୃତ୍ୱ ଆଉ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ମାନେ ସରପଞ୍ଚମାନଙ୍କର ଟ୍ରେନିଂ ଆଉ ସ୍କିଲ୍ ଡେଭଲପମେଣ୍ଟ ପାଇଁ। ଠିକ୍ ଧରିଛନ୍ତି। ଏବେ ଦୁଇଟି ନିଯୁକ୍ତି ସମ୍ବନ୍ଧୀୟ ପ୍ରଶ୍ନ ଅଛି। ପ୍ରଶ୍ନ 24, which senior IAS officer has taken over as chairperson of the Odisha Industrial Infrastructure Development Corporation IDOCO? ମାନେ ଇଡୁକୋର ନୂତନ ଅଧ୍ୟକ୍ଷ ଭାବେ କେଉଁ ବରିଷ୍ଠ IAS ଅଫିସର ଦାୟିତ୍ୱ ଗ୍ରହଣ କରିଛନ୍ତି? ସୁରେଶ ପୂଜାରୀ, ଅନୁ ଗାର୍ଗ, ଉଷା ପାଧୀ, ନିକୁଞ୍ଜ ବିହାରୀ ଧାଲ। ଏହାର ସଠିକ୍ ଉତ୍ତର ହେଉଛି ଉଷା ପାଧୀ। ସେ ହୋଇଛନ୍ତି 1996 ବ୍ୟାଚ୍ର ବରିଷ୍ଠ ଅଫିସର ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସହ ଫେବୃଆରୀ 8, 2026ରେ ଇଡ୍କୋର ଏହି ଅତିରିକ୍ତ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ଆଚ୍ଛା, ଏହାପରେ ପ୍ରଶ୍ନ 25 ମଧ୍ୟ ନିଯୁକ୍ତି ଉପରେ। Who has been appointed as additional chief secretary of the Revenue and Disaster Management Department in Odisha in 2026? ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାହାକୁ ନିଯୁକ୍ତ କରାଯାଇଛି? ନିକୁଞ୍ଜ ବିହାରୀ ଧାଲ, ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ଜେନା, ଡକ୍ଟର ଅରବିନ୍ଦ କୁମାର ପାଢ଼ୀ। ଏଠାରେ ଉତ୍ତର ହେଉଛି ଡକ୍ଟର ଅରବିନ୍ଦ କୁମାର ପାଢ଼ୀ। ସେ ମଧ୍ୟ 1996 ବ୍ୟାଚ୍ର ଅଫିସର, ଆଉ ପୂର୍ବରୁ ସେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦାୟିତ୍ୱରେ ଥିଲେ। ଓଡ଼ିଶା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟ ବହୁତ କ୍ରିଟିକାଲ। ଏକଦମ। ସେଥିପାଇଁ ଏହି ନିଯୁକ୍ତି ବହୁତ ଗୁରୁତ୍ୱ ରଖେ। ଆଗକୁ ଯିବା ପ୍ରଶ୍ନ 26। The Black Swan Summit India 2026 held in Bhubaneswar primarily focuses on which broad theme? ଭୁବନେଶ୍ୱରରେ ଅନୁଷ୍ଠିତ ବ୍ଲାକ୍ ସ୍ୱାନ୍ ସମିଟ୍ 2026ର ମୁଖ୍ୟ ବିଷୟବସ୍ତୁ କ'ଣ ଥିଲା? ରୁରାଲ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍, AI, ଡିଜିଟାଲ ଫାଇନାନ୍ସ ଆଣ୍ଡ ଇନ୍ସ୍ୟୁରଟେକ୍, ଟ୍ରାଡିସନାଲ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ ହ୍ୟାଣ୍ଡିକ୍ରାଫ୍ଟସ୍, ପ୍ରାଇମେରୀ ଏଜୁକେସନ୍ ରିଫର୍ମସ୍। ସଠିକ୍ ଉତ୍ତର ହେଉଛି AI, ଡିଜିଟାଲ ଫାଇନାନ୍ସ ଆଣ୍ଡ ଇନ୍ସ୍ୟୁରଟେକ୍। ଏହି ସମିଟ୍ରେ 24ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ଆପଣ ଭାବନ୍ତୁ, ଓଡ଼ିଶାକୁ ଏକ ଗ୍ଲୋବାଲ ଫିନ୍ଟେକ୍ ହବ୍ କରିବାର ଲକ୍ଷ୍ୟ ରଖାଯାଇଛି। ମାନେ ଗୋଟେ ବଡ଼ ଭିଜନ ଅଛି ଏହା ପଛରେ। ହଁ, 2027 ସୁଦ୍ଧା 1 କୋଟି ନିଯୁକ୍ତି ସୃଷ୍ଟି ଏବଂ 2036 ସୁଦ୍ଧା ଅର୍ଥନୀତିକୁ $500 ବିଲିୟନ ରେ ପହଞ୍ଚାଇବାର ଲକ୍ଷ୍ୟ ଅଛି। ବାଃ, ଏରା ପ୍ରକୃତରେ ଗୋଟେ ଆମ୍ବିସିୟସ୍ ଗୋଲ୍। ବର୍ତ୍ତମାନ ପ୍ରଶ୍ନ 27, ଯାହାକି ଟେକ୍ନୋଲୋଜିର ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବା ବିଷୟରେ। What is the name of the unified WhatsApp bot launched by CM Mohan Charan Manjhi to deliver over 170 citizen services? ଅର୍ଥାତ୍ 170ରୁ ଅଧିକ ନାଗରିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା WhatsApp ବଟ୍ର ନାମ କ'ଣ? ମୋ ଓଡ଼ିଶା ବଟ୍, ଜନସାଥୀ ବଟ୍, ଆମା ସାଥୀ ବଟ୍, ସେବା ସାରଥୀ ବଟ୍? ଏହାର ଉତ୍ତର ହେଉଛି ଆମା ସାଥୀ ବଟ୍। ଆମା ସାଥୀ ବଟ୍। ହଁ, ଏହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ। ଏବେ ଭାବନ୍ତୁ, ଲୋକଙ୍କୁ ସାର୍ଟିଫିକେଟ୍ ପାଇଁ ଆଉ ବାରମ୍ବାର ତହସିଲ ଯିବାକୁ ପଡ଼ିବ ନାହିଁ କି କୌଣସି ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ମୋବାଇଲରୁ ସବୁ କାମ ହେଇଯିବ। ବହୁତ ସୁବିଧା ହେଇଗଲା। ଆଚ୍ଛା, ବର୍ତ୍ତମାନ ଶକ୍ତି କ୍ଷେତ୍ରକୁ ଯିବା। ପ୍ରଶ୍ନ 28, How much investment commitment was mobilized at the Odisha Renewable Energy Investor Conclave 2026 for 6.8 gigawatt capacity? ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ନିବେଶକ ସମ୍ମିଳନୀ 2026ରେ
6.8 ଗିଗାୱାଟ କ୍ଷମତା ପାଇଁ କେତେ ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି? 27,000 କୋଟି ଟଙ୍କା, 47,000 କୋଟି ଟଙ୍କା, 57,000 କୋଟି ଟଙ୍କା, 67,000 କୋଟି ଟଙ୍କା। ସଠିକ ଉତ୍ତର ହେଉଛି 67,000 କୋଟି ଟଙ୍କା, ମାନେ 67,000 କୋଟି ଟଙ୍କା। ଏଥିରେ ଫ୍ଲୋଟିଂ ସୋଲାର ଓ ବ୍ୟାଟେରୀ ଷ୍ଟୋରେଜ ଭଳି ବଡ଼ ବଡ଼ ପ୍ରକଳ୍ପ ସାମିଲ ଅଛି। ଏହା ତ ଜାତୀୟ ସ୍ତରରେ ବି ବଡ଼ ଯୋଗଦାନ ଦେବ। ନିଶ୍ଚୟ 2030 ସୁଦ୍ଧା ଭାରତର ଯେଉଁ 500 ଗିଗାୱାଟ ଅଣଜୀବାଶ୍ମ ବା ନନ୍ ଫସିଲ୍ ଶକ୍ତିର ଲକ୍ଷ୍ୟ ଅଛି, ସେଥିରେ ଓଡ଼ିଶାର ଏହି ପଦକ୍ଷେପ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଏକଦମ। ଏବେ ଆମେ ସାଂସ୍କୃତିକ ଦିଗକୁ ଟିକେ ଛୁଇଁବା। ପ୍ରଶ୍ନ 29। How many districts' English names has the Odisha government proposed to revise to reflect original Odia pronunciations, as per the February 2026 notification? ମୂଳ ଓଡ଼ିଆ ଉଚ୍ଚାରଣକୁ ପ୍ରତିଫଳିତ କରିବା ପାଇଁ ରାଜ୍ୟ ସରକାର କେତୋଟି ଜିଲ୍ଲାର ଇଂରାଜୀ ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି? 5 districts, 6 districts, 7 districts, 8 districts? ଏଠାରେ ଉତ୍ତର ହେଉଛି 7 districts ବା 7ଟି ଜିଲ୍ଲା। ଆମର ଯେଉଁ ଓଡ଼ିଆ ଭାଷାଗତ ଐତିହ୍ୟ ଅଛି ତାକୁ ବଜାୟ ରଖିବା ପାଇଁ ଏହି ପ୍ରସ୍ତାବ ଆସିଛି। ଯେମିତିକି ଖୋର୍ଦ୍ଧା ଆଉ ବାଲେଶ୍ୱର। ହଁ, ଇଂରାଜୀରେ ଯେଉଁ ଖୋର୍ଦ୍ଧା ଲେଖାଯାଉଥିଲା ତାହା ଏବେ ଖର୍ଦ୍ଦା ହେବ। ସେମିତି ବାଲେଶ୍ୱର ବଦଳି ବାଲେଶ୍ୱର ହେବ। ଏହିଭଳି 7ଟି ଜିଲ୍ଲାର ବନାନ ପରିବର୍ତ୍ତନ ହେବ। ସ୍ୱାଗତଯୋଗ୍ୟ ପଦକ୍ଷେପ। ଏବେ ପ୍ରଶ୍ନ 30। ଆଇନ ଶୃଙ୍ଖଳା ଉପରେ। What is the name of the operation conducted by Odisha Police from January 21 to 30, 2026 that rescued 5,451 missing women and children? ହଜି ଯାଇଥିବା 5,451 ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ପୋଲିସ ଦ୍ୱାରା ଚାଲିଥିବା ଅପରେସନର ନାମ କ'ଣ? ଅପରେସନ ଅନ୍ୱେଷଣ 1, ଅପରେସନ ସୁରକ୍ଷା, ଅପରେସନ ଅନ୍ୱେଷଣ 2, ଅପରେସନ ରକ୍ଷା? ଉତ୍ତର ହେଉଛି ଅପରେସନ ଅନ୍ୱେଷଣ 2। ଏଇଟା ଏକ ବହୁତ ବଡ଼ ସଫଳତା। ଡିଜିପି ୱାଇବି ଖୁରାଣିଆଙ୍କ ନେତୃତ୍ୱରେ ଏହି ଅଭିଯାନ ହୋଇଥିଲା। ମାତ୍ର 10 ଦିନ ଭିତରେ ଏତେ ଲୋକଙ୍କୁ ଉଦ୍ଧାର କରାଗଲା। ହଁ, ଆଉ ଏଥିରେ ପୁରୀ ଜିଲ୍ଲା ସର୍ବାଧିକ 613 ଜଣଙ୍କୁ ଉଦ୍ଧାର କରି ରାଜ୍ୟରେ ପ୍ରଥମ ସ୍ଥାନରେ ଅଛି। ସତରେ ବହୁତ ଭଲ କାମ ହୋଇଛି। ବର୍ତ୍ତମାନ ଆମେ କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରଶ୍ନ 31କୁ ଆସିଲେ। In the Union Budget 2026-27, which sectoral corridors have been announced for Odisha and select coastal states? କେନ୍ଦ୍ରୀୟ ବଜେଟ୍ 2026-27ରେ ଓଡ଼ିଶା ଏବଂ କିଛି ଉପକୂଳବର୍ତ୍ତୀ ରାଜ୍ୟ ପାଇଁ କେଉଁ କରିଡୋର ଘୋଷଣା କରାଯାଇଛି? ଟେକ୍ସଟାଇଲ ଏକ୍ସପୋର୍ଟ କରିଡୋର୍ସ, ରେୟାର ଅର୍ଥ କରିଡୋର୍ସ, କୋଲ୍ ଲଜିଷ୍ଟିକ୍ସ କରିଡୋର୍ସ, ଫିଶରିଜ୍ ଏକ୍ସପୋର୍ଟ କରିଡୋର୍ସ? ଏହାର ସଠିକ ଉତ୍ତର ହେଉଛି ରେୟର ଅର୍ଥ କରିଡୋର୍ସ। ରେୟାର ଅର୍ଥ କହିଲେ ବିରଳ ମୃତ୍ତିକା କରିଡୋର। ଠିକ୍ କହିଲେ। ଭବିଷ୍ୟତର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଯାନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଯେଉଁ ଅତ୍ୟାବଶ୍ୟକ ଖଣିଜ ସମ୍ପଦ ଦରକାର, ତାହାର ବିକାଶ ପାଇଁ ଏହି କରିଡର ଗଠନ କରାଯିବ। ଏହା ଓଡ଼ିଶା ପାଇଁ ଏକ ନୂଆ ସୁଯୋଗ ଆଣିବ। ଏବେ ପ୍ରଶ୍ନ 32। Who has been appointed as the new Principal Chief Conservator of Forests, PCCF, and Head of Forest Force in Odisha, effective January 31, 2026? ଓଡ଼ିଶାର ନୂଆ PCCF ଏବଂ ବନବାହିନୀର ମୁଖ୍ୟ ଭାବେ କାହାକୁ ନିଯୁକ୍ତ କରାଯାଇଛି? ସୁରେଶ ପନ୍ତ, ଏଚ୍.ଏସ୍. ଉପାଧ୍ୟାୟ, ଡକ୍ଟର କେ ମୁରୁଗେସନ, ଏସ୍.କେ. ପୋପଲି। ଉତ୍ତର ହେଉଛି ଡକ୍ଟର କେ ମୁରୁଗେସନ। ସେ 1994 ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର। ଆଗରୁ ବୋଧହୁଏ ସୁରେଶ ପନ୍ତ ଥିଲେ। ହଁ, ସୁରେଶ ପନ୍ତଙ୍କ ଅବସର ପରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିକାଶ ଆଉ ଜଙ୍ଗଲ ସୁରକ୍ଷା ଭିତରେ ବାଲାନ୍ସ ରଖିବାଟା ତାଙ୍କର ମୁଖ୍ୟ କାମ ହେବ। ସତ କଥା। ବର୍ତ୍ତମାନ ପ୍ରଶ୍ନ 33, ଯାହାକି ରାଜ୍ୟର ସାମଗ୍ରିକ ଭିଜନ ବିଷୟରେ। The two-day conclave Vikas Manthan 1.0 Governance in Action is primarily aimed at achieving which vision year for Odisha? ଦୁଇଦିନିଆ ସମ୍ମିଳନୀ ବିକାଶ ମନ୍ଥନ 1.0 ଓଡ଼ିଶାର କେଉଁ ଭିଜନ ବର୍ଷକୁ ଲକ୍ଷ୍ୟ ରଖି ଆୟୋଜିତ ହୋଇଥିଲା? ଓଡ଼ିଶା ଭିଜନ 2025, ଓଡ଼ିଶା at 2030, ବିକଶିତ ଓଡ଼ିଶା 2036, ମିଶନ ଓଡ଼ିଶା 2040? ସଠିକ ଉତ୍ତର ହେଉଛି ବିକଶିତ ଓଡ଼ିଶା 2036। 2036 ମସିହାରେ ଆମ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବର୍ଷ ପୂରଣ କରିବ। ହଁ, ସେତେବେଳକୁ ଆମେ ବିକଶିତ ହେବାର ଲକ୍ଷ୍ୟ ରଖିଛେ। ଏକଦମ। ସେହି ବର୍ଷ ବେଳକୁ ଓଡ଼ିଶାକୁ ଏକ ଉଚ୍ଚ ଆୟ ଏବଂ ଜଳବାୟୁ ସ୍ଥିତିସ୍ଥାପକ ବା କ୍ଲାଇମେଟ୍ ରେଜିଲିଏଣ୍ଟ ରାଜ୍ୟରେ ପରିଣତ କରିବା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା। ବହୁତ ସୁନ୍ଦର।
ଏବେ ପ୍ରଶ୍ନ 34 ଦ ନ୍ୟୁଲି ଆପ୍ରୁଭଡ୍ ଜେଟି ପ୍ରୋଜେକ୍ଟ ଏଟ୍ ପାରାଦୀପ ପୋର୍ଟ ଇଜ୍ ସ୍ପେଶାଲି ଡିଜାଇନ୍ ଟୁ ହ୍ୟାଣ୍ଡଲ which emerging fuel and its derivatives? ପାରାଦୀପ ବନ୍ଦରରେ ଅନୁମୋଦିତ ନୂଆ ଜେଟି ପ୍ରକଳ୍ପ କେଉଁ ଆଧୁନିକ ଇନ୍ଧନ ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି? କମ୍ପ୍ରେସ୍ଡ ବାୟୋଗ୍ୟାସ୍, ଗ୍ରୀନ୍ ହାଇଡ୍ରୋଜେନ୍ ଆଣ୍ଡ ଆମୋନିଆ, ଇଥେନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ, ଏଲ୍ଏନ୍ଜି ଓନ୍ଲି। ଏହାର ଉତ୍ତର ହେଉଛି ଗ୍ରୀନ୍ ହାଇଡ୍ରୋଜେନ୍ ଆଣ୍ଡ ଆମୋନିଆ। ଗ୍ରୀନ୍ ହାଇଡ୍ରୋଜେନ୍ ଆଉ ଆମୋନିଆ। ହଁ, ପ୍ରାୟ 797 କୋଟି ଟଙ୍କାର ଏହି ପ୍ରକଳ୍ପ ଭାରତର ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ। ଭବିଷ୍ୟତର ଇନ୍ଧନ ପାଇଁ ପାରାଦୀପ ଏକ ବଡ଼ ହବ୍ ହେବାକୁ ଯାଉଛି। ବର୍ତ୍ତମାନ ଆମେ ପହଞ୍ଚିଗଲେଣି ଶେଷ ପ୍ରଶ୍ନରେ, ପ୍ରଶ୍ନ 35 Which Odia entrepreneur was honored at the United Nations headquarters in New York for humanitarian work promoting sanitation, gender equity and sustainable development? ମାନବିକ କାର୍ଯ୍ୟ ପାଇଁ ନ୍ୟୁୟର୍କ ସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ କେଉଁ ଓଡ଼ିଆ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଛି? ନିଧିକର, କ୍ୟାପ୍ଟେନ୍ ଅରୁଣକର, ବାଲିଯାତ୍ରା ୟୁକେ ଫାଉଣ୍ଡର ଓ ୟୁଏନ୍ ଗ୍ଲୋବାଲ ପିସ୍ କାଉନସିଲ୍ ଚେୟାର। ଏହାର ସଠିକ୍ ଉତ୍ତର ହେଉଛି କ୍ୟାପ୍ଟେନ୍ ଅରୁଣକର। ସେ ଜଣେ ପ୍ରବାସୀ ଓଡ଼ିଆ ନା? ହଁ, ଓଡ଼ିଶାର ଆଦିବାସୀ ଝିଅମାନଙ୍କ ପାଇଁ ପରିମଳ ବ୍ୟବସ୍ଥାର ଉନ୍ନତି ଭଳି ନିରନ୍ତର ବିକାଶମୂଳକ କାର୍ଯ୍ୟ ପାଇଁ ତାଙ୍କୁ ଜାତିସଂଘ ପକ୍ଷରୁ ସାର୍ଟିଫିକେଟ୍ ଅଫ୍ ଆପ୍ରିସିଏସନ୍ ପ୍ରଦାନ କରାଯାଇଛି। ଓଡ଼ିଶା ପାଇଁ ଏହା ବହୁତ ଗର୍ବର ବିଷୟ। ନିଶ୍ଚିତ ଭାବରେ ଗର୍ବର ବିଷୟ। ଆଉ ଏହା ସହିତ ଆମର ପ୍ରଶ୍ନର ଆଲୋଚନା ଏଇଠି ସରିଲା। ଯଦି ଆମେ ଦେଖିବା, ପରୀକ୍ଷାର୍ଥୀମାନେ ବୁଝିପାରୁଥିବେ ଯେ ଓଡ଼ିଶା ଗୋଟିଏ ପଟେ ଏଆଇ, ଫିନ୍ଟେକ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଭଳି ଆଧୁନିକ କ୍ଷେତ୍ରରେ ଆଗେଇ ଚାଲିଛି, ଆଉ ଅନ୍ୟପଟେ ଗ୍ରାମ୍ୟ ପ୍ରଶାସନ ପାଇଁ RGSA ଆଉ ମହିଳା ସୁରକ୍ଷା ପାଇଁ ଅପରେସନ୍ ଅନ୍ୱେଷଣ ଭଳି ଗ୍ରାଉଣ୍ଡ ଲେଭେଲ୍ କାମ ମଧ୍ୟ କରୁଛି। ସବୁ ମିଶାଇ ଦେଖିଲେ ଏହା ଏକ ବହୁତ ଆକର୍ଷଣୀୟ ଯାତ୍ରା। ପ୍ରକୃତରେ